फाइनान्स कर्मचारी को लूट अभियोग में 5 गिरफ। अनुगुल जिला निशा शिल्पांचल थाना अंतर्गत कालियाकटा जंगल रास्तार फाइनान्स कर्मचारी को मारणास्त्र देखाई लक्षाधिक टंका लूट घटना पुलिस 5 जन को गिरफ्त कर कोर्ट चालाण कर गत मार्च 17 तारिख में भारत इन्सेक्शन लिमिटेड फाइनान्स कंपनी कर्मचारी मधुस्मिता नंदी मुकुंद कुमार सेठी कंकरी कालियाकटा अंचल टंका संग्रह कर अनुगुल फेरुथिले। ସେହି ସମୟରେ ବୁଲାଣି ରାସ୍ତା 63 ନମ୍ବର ରାଜ୍ୟ ରାଜପଥ ନିକଟରେ ଦୁର୍ବୃତ୍ତମାନେ ଖଣ୍ଡା କଟୁରୀ ଦେଖାଇ ସେମାନଙ୍କୁ ଭୟଭୀତ କରିଥିଲେ। ଦୁର୍ବୃତ୍ତମାନେ କର୍ମଚାରୀଙ୍କଠାରୁ 55,142 ଟଙ୍କା ନଗଦ, 4ଟି ମୋବାଇଲ, 3ଟି ବାୟୋମେଟ୍ରିକ୍ ମେସିନ୍ ଓ 3ଟି ଟ୍ୟାବଲେଟ୍ ଲୁଟି ଫେରାର ହୋଇଯାଇଥିଲେ। ଏନେଇ କମ୍ପାନୀର ଶାଖା ପରିଚାଳକ ଜ୍ୟୋତିର୍ମୟୀ ସ୍ୱାଇଁ ଥାନାରେ ଅଭିଯୋଗ କରିଥିଲେ। ତଦନ୍ତ ପରେ ପୁଲିସ ରାମଡିହ ଗ୍ରାମର ସତ୍ୟାନନ୍ଦ ନାୟକ, ଦୁଷ୍ମନ୍ତ ନାୟକ, ରାହୁଲ ନାୟକଙ୍କ ସହ ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରିଛି। ଏହା ସହିତ ଢେଙ୍କାନାଳ ଜିଲ୍ଲା ବାଲିମି ଥାନା ଝାଡ଼ାବନ୍ଧ ଗ୍ରାମର ନରେନ୍ଦ୍ର ନାୟକଙ୍କୁ ମଧ୍ୟ ଗିରଫ କରାଯାଇଛି। ଏହି ଘଟଣାରେ ଜଣେ 16 ବର୍ଷୀୟ ନାବାଳକ ମଧ୍ୟ ସମ୍ପୃକ୍ତ ଥିବା ସୂଚନା ମିଳିଛି। ଅଭିଯୁକ୍ତମାନଙ୍କଠାରୁ 2ଟି ସାମସଙ୍ଗ ମୋବାଇଲ, 2ଟି ସାମସଙ୍ଗ ଟ୍ୟାବ୍, ଗୋଟିଏ ଖଣ୍ଡା, ଗୋଟିଏ କଟୁରୀ ଓ 30,000 ଟଙ୍କା ନଗଦ ଜବତ କରାଯାଇଛି। ବ୍ୟୁରୋ ରିପୋର୍ଟ, ଏକାମ୍ର ମିଡ଼ିଆ ନ୍ୟୁଜ୍।